ତେଣୁ ସାମ୍ପ୍ରତିକ ସମୟ ଖଣ୍ଡରେ ଅତୀତର ବିଚାର ବେଳେ ସ୍ରଷ୍ଟା ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ଚିନ୍ତାଧାରା ମଧ୍ୟରେ ରହିଥିବା ମୂଲ୍ୟବୋଧଗତ ପାର୍ଥକ୍ୟକୁ ଦେଖାଇ ଦେଇ ମଣିଷ ଭିତରେ ଥିବା ସଂଗୁପ୍ତ ଆଧ୍ୟାତ୍ମିକ ଭାବର ସମ୍ଭାବନାକୁ ଉଜ୍ଜୀବିତ କରିବାକୁ ପ୍ରୟାସ କରିଛନ୍ତି। ଏବଂ ତାପରେ ଆମେ ଆସୁଛୁ ମନୋଜ ଦାସଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ ଅମୃତର ଫଳ, ଯେଉଁଥିରେ ଭାରତୀୟ ଆଧ୍ୟାତ୍ମିକତା, ଭାରତୀୟ ଦର୍ଶନ, ଭାରତୀୟ ସାଂସ୍କୃତିକ ଚିତ୍ତଭୂମି ଏବଂ ଜୀବନଧାରାର ଏକ ଚମତ୍କାର ସମନ୍ୱୟ ଉପଲବ୍ଧି ହେଇଥାଏ। ଗୋଟିଏ ଦିବ୍ୟ ଜୀବନର ଅନ୍ୱେଷା କରୁ କରୁ ଉପନ୍ୟାସର ଚରିତ୍ରଗଣ ବିଭିନ୍ନ ସମୟ ଖଣ୍ଡରେ ଭିନ୍ନ ଭିନ୍ନ ଚେତନାକୁ ଭେଟନ୍ତି ଏବଂ ଇନ୍ଦ୍ରିୟ ଉପଲବ୍ଧି ଜାଗତିକ ବସ୍ତୁ ଊର୍ଦ୍ଧ୍ୱରେ ଏକ ଅତୀନ୍ଦ୍ରିୟ ଆଧ୍ୟାତ୍ମିକ ସତ୍ୟର ଉପଲବ୍ଧି ହେଉଛି ଏ ଉପନ୍ୟାସର ବିଷୟବସ୍ତୁ ଏବଂ ରାଜା ଭର୍ତ୍ତୃହରି ସେହି ଚେତନାର ପ୍ରତୀକାତ୍ମକ ରୂପ। ତେଣୁ ମାନେ ହରିଦ୍ୱାରରେ ଭର୍ତ୍ତୃହରି ଯେତେବେଳେ ମାନେ ହରିଦ୍ୱାର ହେଇଛି ଏହି ରଚନାର ଗୋଟେ ପୃଷ୍ଠଭୂମି। ଏବଂ ସବୁଠାରୁ ବଡ଼ କଥା ହେଉଛି ଯେ ଏଇ ଯୋଉ ଉପନ୍ୟାସ ଯୋଉ ବକ୍ତବ୍ୟ ରହିଛି ତାହା ଗୋଟିଏ ସ୍ୱତନ୍ତ୍ର ଭାବଭୂମିକୁ ଅପେକ୍ଷା କରେ ଏବଂ ଉପନ୍ୟାସର ମୁଖ୍ୟ ଚରିତ୍ର ଭର୍ତ୍ତୃହରି ଯିଏ ବିଭିନ୍ନ ଭାବରେ ବିଭିନ୍ନ ରୂପରେ ଭିନ୍ନ ଭିନ୍ନ ଧାରଣା ଏବଂ ଚେତନା ଭୂମିରେ ବର୍ତ୍ତମାନର ଅମରନାଥଙ୍କ ମାଧ୍ୟମରେ ପ୍ରକାଶ ଲାଭ କରୁଛନ୍ତି। ତେଣୁ ଅମରନାଥଙ୍କୁ କେନ୍ଦ୍ର କରି ଅତୀତ ଭର୍ତ୍ତୃହରିଙ୍କ ଜୀବନ ବିଭିନ୍ନ ଘଟଣାର ରୂପ ନେଉଛି ଏବଂ ଯାହାର ମୂଳ ବୀଜଟି ଏହି ଦେଶର ଐତିହ୍ୟ, ପରମ୍ପରା ଏବଂ ଦର୍ଶନ ଭିତରେ ସଞ୍ଜୀବିତ ହୋଇ ରହିଛି। ଏବଂ ଯେତେବେଳେ ସେ ଯାତ୍ରା କରୁଛନ୍ତି ଏବଂ ଯାତ୍ରାର ତାଙ୍କ ପ୍ରଥମ ପର୍ଯ୍ୟାୟରେ, କାରଣ ଯେତେବେଳେ ସେ ଘରୁ ବାହାରୁଛନ୍ତି ଯେ ସତ୍ୟର ଅନ୍ୱେଷଣ ପାଇଁ, ସେ ତାକୁ ଆମେ କହିପାରିବା ତାଙ୍କ ଅନ୍ତରାତ୍ମାର ଅଭିଯାତ୍ରା ବୋଲି। ସେ ପ୍ରଥମ ପର୍ଯ୍ୟାୟରେ ରାଜା ଭର୍ତ୍ତୃହରିଙ୍କର ସାକ୍ଷାତ ହେଉଛି ଉଦୟଭାନୁଙ୍କ ସହିତ ଏବଂ ଉଦୟଭାନୁଙ୍କର ମିଥ୍ୟା ଭାଷଣ ତାଙ୍କ ଅଭିଯାତ୍ରା କ୍ଷେତ୍ରରେ ପ୍ରଥମ ପ୍ରତିବନ୍ଧକ ହେଉଛି। ଏବଂ ଦ୍ୱିତୀୟ ସାକ୍ଷାତ ହେଉଛି ବୌଦ୍ଧ ସନ୍ନ୍ୟାସୀ ପଦ୍ମଗୁପ୍ତଙ୍କ ସହିତ। ଏବଂ 2000 ବର୍ଷ ପୂର୍ବର ବୌଦ୍ଧ ମହାସଭାରେ ପଦ୍ମଗୁପ୍ତ ଏବଂ ଅନ୍ୟାନ୍ୟ ଆଚାର୍ଯ୍ୟ ମାନଙ୍କର ତ୍ରିପିଟକ ବ୍ୟାଖ୍ୟାକୁ ଜଣେ ଜିଜ୍ଞାସୁର ଦୃଷ୍ଟି ନେଇକିଣି ସେ ଭର୍ତ୍ତୃହରି ଉପଭୋଗ କରୁଛନ୍ତି। ଏବଂ ବୁଦ୍ଧଦେବ ଅତୀତରେ ତାଙ୍କ ଶିଷ୍ୟମାନଙ୍କ ନିକଟରେ ଜୀବନ, ଜଗତ, ସତ୍ୟ, କାମନା, ଦୁଃଖ ଏବଂ ନିର୍ବାଣ ସମ୍ପର୍କରେ ଯେଉଁ ବ୍ୟାଖ୍ୟା ପ୍ରଦାନ କରିଥିଲେ ତାର ପୁନରାବୃତ୍ତି ସେହି ମହାସଭାରେ ଘଟିଛି। ଏବଂ ଔପନ୍ୟାସିକ ପ୍ରାସଙ୍ଗିକ ଭାବେ ବୌଦ୍ଧ ଦର୍ଶନର ବିଭିନ୍ନ ରହସ୍ୟ ଉନ୍ମୋଚନ କରିବା ପ୍ରସଙ୍ଗରେ ଚାରି ଆର୍ଯ୍ୟସତ୍ୟ ଏ ଯେଉଁ ଅଷ୍ଟାଙ୍ଗିକ ମାର୍ଗ ରହିଛି ସେ ସମ୍ପର୍କରେ ସେ ଚମତ୍କାର ଭାବରେ ଉଲ୍ଲେଖ କରୁଛନ୍ତି, ଯେଉଁଗୁଡ଼ିକ ବହୁ ସମୟ ତାକୁ ଆଲୋଚନା ଆମେ କଲେ। ଏବଂ ପରବର୍ତ୍ତୀ ସମୟରେ ଆମେ ଦେଖୁଛୁ ଯେ ଭର୍ତ୍ତୃହରି ମାନେ ବୌଦ୍ଧ ଧର୍ମର ଯେଉଁ ଦର୍ଶନ ତାକୁ ସେ ଗ୍ରହଣ କରି ପାରୁନାହାନ୍ତି ଏବଂ ଭର୍ତ୍ତୃହରିଙ୍କର ଧାରଣା ହେଇଛି ଯେ ଜୀବନ ପ୍ରତି ଅଭିମାନରୁ ନିର୍ବାଣର କାମନା କରାଯାଏ, କିନ୍ତୁ ଏହା ମଧ୍ୟରେ ଯେଉଁ ସତ୍ୟବ୍ରତୀ ନିହିତ ଏବଂ ସେଥିରେ ବୌଦ୍ଧ ଦର୍ଶନ ତାକୁ ଆକୃଷ୍ଟ କରିପାରି ନାହିଁ, କାରଣ ତାଙ୍କର ଉଦ୍ଦେଶ୍ୟ ହେଉଛି ସତ୍ୟ, ଜ୍ଞାନ ଓ ଆନନ୍ଦ ଅନ୍ୱେଷଣ। ତେଣୁ ସେଥିପାଇଁ ପଦ୍ମଗୁପ୍ତ ତାକୁ କହୁଛନ୍ତି ଯେ ସେ ଜଣେ ବେଦାନ୍ତବାଦୀ। ଏବଂ ଏହି ଆକ୍ଷେପ ଶୁଣିଲା ପରେ ଭର୍ତ୍ତୃହରିଙ୍କ ଚିନ୍ତାଧାରା ଭିତରେ ବେଦାନ୍ତ ଦର୍ଶନର ମୂଳ ବୀଜଟି ଉତ୍କଟିତ ହେଇଛି। ତେଣୁ ପଦ୍ମଗୁପ୍ତଙ୍କୁ ଭର୍ତ୍ତୃହରି କହୁଛନ୍ତି ଯେ ତଥାଗତଙ୍କ ପୂର୍ବରୁ ବେଦାନ୍ତ ଥିଲା